1 ପଦରୁ 10 ପଦ ପର୍ଯ୍ୟନ୍ତ। ଫିଲିପିଓ 2:1-10। ଆପଣମାନେ ବାଇବେଲ ଖୋଲନ୍ତୁ ଆଉ ନିଜେ ନିଜେ ଏଇ ପୁସ୍ତକର ଏଇ ଯୋଉ ଅଧ୍ୟାୟର ଏଇ 10ଟି ପଦକୁ ପଢନ୍ତୁ। ମୁଁ ଯେତେବେଳେ ପଢୁଛି ଆପଣମାନେ ବି ମିଶିକି ମୋ ସହିତ ପଢନ୍ତୁ। ଆମେ ପ୍ରାର୍ଥନାର ସହିତ ଏଇ ପଦ ଗୁଡାକ ପଢିବା, ଯୋଉଟା ଈଶ୍ୱର ଆଜି ଆମମାନଙ୍କୁ ଏଇ ପେସେଜରୁ ବା ଏଇ ଶାସ୍ତ୍ରାଂଶରୁ ଆମମାନଙ୍କୁ କଥା କୁହନ୍ତୁ ଏବଂ ଆମମାନଙ୍କ ହୃଦୟରେ କାର୍ଯ୍ୟ କରନ୍ତୁ। ଅତଏବ ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି କୌଣସି ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଥାଏ, ତାହେଲେ ତୁମ୍ଭେମାନେ ଏକ ମନା, ଏକ ପ୍ରେମରେ ପ୍ରେମୀ, ଏକ ଚିତ୍ତ ଓ ଏକ ଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର। ସ୍ୱାର୍ଥପରତା ବା ସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣା ଠାରୁ ଶ୍ରେଷ୍ଠ ମନେ କର। ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମମାନଙ୍କର ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, କ୍ରୁଶ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ। 11 ପଦ ବି ପଢିବା। ପୁଣି ପିତା ଈଶ୍ୱରଙ୍କର ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ବା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ପ୍ରଭୁ ଏଇ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା କୁହନ୍ତୁ। ଆସନ୍ତୁ ଆମେ ବାକ୍ୟ ନିମନ୍ତେ ପ୍ରାର୍ଥନା କରିବା। ପ୍ରଭୁ, ତୁମେ ଆମମାନଙ୍କୁ କଥା କହୁଥିବା ଜୀବନ୍ତ ଈଶ୍ୱର। ପ୍ରଭୁ, ଆଜି ବି ତୁମରି ବାକ୍ୟ ଆମମାନଙ୍କର ଜୀବନରେ କଥା କୁହେ, ଆମମାନଙ୍କୁ ସଂଶୋଧନ କରେ, ଆମମାନଙ୍କୁ ପରିବର୍ତ୍ତିତ କରେ। ସେ ବିଶ୍ୱାସ, ସେ ଭରସା, ସେ ଆଶାର ସହିତ ପ୍ରଭୁ ଆମେ ତୁମରି ଚରଣ ତଳକୁ ଆସିଛୁ। ପ୍ରଭୁ ତୁମେ ଆମମାନଙ୍କୁ କଥା କୁହ। ପ୍ରଭୁ ଆଜିର ଶାସ୍ତ୍ରାଂଶ ଦ୍ୱାରା ଆମମାନଙ୍କର ହୃଦୟ ଭିତରେ ତୁମେ ପ୍ରଭୁ ସ୍ପଷ୍ଟ ଭାବରେ କଥା କହି, ଯଦି ଆମମାନଙ୍କ ଭିତରେ କୌଣସି ଦୁର୍ବଳତା ଅଛି, କୌଣସି ସଂଶୋଧନ ହେବାର ବିଷୟ ଅଛି, ପ୍ରଭୁ ତାହେଲେ ଆମମାନଙ୍କୁ ତୁମେ ସଂଶୋଧନ କର। ତୁମରି ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ଗଢ଼, ତୁମେ ନିର୍ମାଣ କର ଏବଂ ତୁମେ ଗୌରବ ପାଅ। ମୋ ଯୋଗ୍ୟକୁ ତୁମେ ଯୋଗ୍ୟ କରି ଠିଆ କରିଛ ପ୍ରଭୁ। ତୁମେ ମୋ ମୁଖ ଦେଇ କଥା କୁହ। ଆମ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁସ୍ଥିର ମନ ଦେଇ ପ୍ରଭୁ ଅଳ୍ପ ସମୟ ତୁମର ବାକ୍ୟକୁ ଶୁଣିବା ପାଇଁ ଏବଂ ସେଇ ବାକ୍ୟ ଅନୁସାରେ ନିଜ ଜୀବନକୁ ଗଢ଼ିବା ପାଇଁ ପବିତ୍ର ଆତ୍ମାଙ୍କର ଶକ୍ତି, ସାମର୍ଥ୍ୟ ଓ ସହାୟତା ଆମମାନଙ୍କୁ ତୁମେ ଦିଅ ବୋଲି ପ୍ରାର୍ଥନା ଯୀଶୁ ନାମରେ ମାଗୁଛୁ। ଆମେନ୍। ଶାସ୍ତ୍ରାଂଶରେ ବିଶେଷ କରି ଆମେ ଆଲୋଚନା କରିବା ଗୋଟିଏ ଶବ୍ଦ ବିଷୟରେ ଚିନ୍ତା କରିବା, ଯେ ନମ୍ରତା, ହ୍ୟୁମିଲିଟି। ଆମେ କିପରି ନିଜକୁ ନମ୍ର କରିବା ତା ବିଷୟରେ ଆଲୋଚନା କରିବା। ଆମେ ଏଇ ଯୋଉ ଜଗତକୁ ଦେଖୁ, ଆଜିର ଜଗତକୁ ଯଦି ଦେଖିବା ତାହେଲେ ଆଜିର ଜଗତ ହଉଛି ଯେ ଜୋର ଯାର ମୁଲକଟା, এই ପ୍ରକାର ଏକ ଜଗତ। ଆଜିର ଜଗତ କହୁଛି କି তুমি ଯାହା ବି କର କିନ୍ତୁ তুমি ସଫଳ ହୁଅ। ଯୁବା ଯୁବତୀ ମାନଙ୍କ ନିମନ୍ତେ ବହୁତ ବଡ ଚ୍ୟାଲେଞ୍ଜ କି prove yourself as a successful man or woman by hook or crook। তুমি ଯେମିତି ବି ହଉନା କାହିଁକି তুমি ନିଜକୁ ସଫଳ ବ୍ୟକ୍ତି ଭାବରେ ପ୍ରମାଣିତ କରିବାର ଆବଶ୍ୟକତା ହେଉଛି। ଏହା ବାପା ମା, ଶିକ୍ଷକ ଶିକ୍ଷୟିତ୍ରୀ, ସମାଜ
ସମସ୍ତେ ତାହା ହିଁ ଶିକ୍ଷା ଦଉଛନ୍ତି। ଆଜିର ସମାଜ ଶିକ୍ଷା ଦଉଛି କଣ କି କାହା ତଳିଆ ହେଇକି ରହିବ ନାହିଁ, ସବୁବେଳେ ତୁମ ଉପରେ ହେଇକି ରହିବ, କେବେ ନିଜକୁ ନମ୍ର କରିବ ନାହିଁ। ଆଜିର ଜଗତ କହୁଛି କି ୟୁନିଟ୍ ଟୁ ଆମେ ଛୋଟ ବେଳୁ ଆମର ଛୁଆ ମାନଙ୍କୁ ବି ଶିଖଉଛୁ କ୍ଲାସ ଫାଷ୍ଟ ହେବାର ଅଛି, ତୁ ଟପ୍ କରିବାର ଅଛି, ଆଉ ସବୁ ଜାଗାରେ ତୁ ହିଁ ଲିଡର ହବାର ଅଛି, ଆଉ ତୁ ହିଁ ଆଗରେ ରହିବାର ଅଛି। ସୋ ଦି ୱାର୍ଲଡ ଇଜ ମାନେ ଏଇ ଜଗତ ଆମକୁ ଶିକ୍ଷା ଦଉଛି କଣ ଯେ ବାଇବେଲର ଯାହା ଶିକ୍ଷାର ଠିକ ଉଲ୍ଟା, ମାନେ ଆପଣ କଣ କରିବାର ଅଛି କି ୟୁ ହ୍ୟାଭ ଟୁ ବି ଅନ୍ ଦ ଟପ୍। ସବୁବେଳେ ତୁମକୁ ପ୍ରମାଣ କରିବାର ଅଛି କି ତମେ ଶୀର୍ଷରେ ରହିବ। ହଁ, ଆଉ ୟୁ ୱିଲ୍ ଥିଙ୍କ ଆବାଉଟ ୟୁର ସେଲ୍ଫ, ନିଜେ ଭଲ ତ ଦୁନିଆ ଭଲ, ନାଇଁ କି? ମାନେ ଇଟ୍ସ ଅଲ୍ ଆବାଉଟ ଥିଙ୍କିଂ ୟୋର ସେଲ୍ଫ, ଥିଙ୍କିଂ ଆବାଉଟ ୟୋର ସେଲ୍ଫ, ନିଜ ବିଷୟରେ ବେଶୀ ଚିନ୍ତା କରିବା, ନିଜର ସଫଳତା, ନିଜର ଉତ୍ତମତା, ଏସବୁ ମାନେ ୟୁ ନିଡ୍ ଟୁ ପ୍ରୁଭ ୟୋର ସେଲ୍ଫ ଆଜ ଏ ନିଜକୁ ଗୋଟେ ସଫଳତାର ଶୀର୍ଷରେ ପହଞ୍ଚିବାର ବ୍ୟକ୍ତି ଭାବରେ ଆମକୁ ପ୍ରମାଣ କରିକି ଦେଖାଇବାର ଅଛି ଦୁନିଆକୁ। ସେଇ ଜଗତରେ ଆମେ ଯେତେବେଳେ ବଞ୍ଚୁଛୁ ତା ଭିତରେ ଈଶ୍ୱରଙ୍କର ବାକ୍ୟ କିନ୍ତୁ ତାର ଠିକ ଉଲ୍ଟା ଶିକ୍ଷା ଦିଏ। ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଆଜି ଶିକ୍ଷା ଦିଏ ଯେ ଆମେ ଦେଖୁ ଫିଲିପିଓ ତାର 2 ପର୍ବ, ଏଇ ଯୋଉ ଫିଲିପିଓ ପୁସ୍ତକଟା ଫିଲିପିଓ ମଣ୍ଡଳୀକୁ ଫିଲିପ ଲେଖନ୍ତି, ଆଉ ସେ ଜେଲରେ ଥାଇକି ଲେଖନ୍ତି, ଆଉ ସେ ମାନେ ବନ୍ଦୀ ଗୃହରେ ରହିକି ଏଟାକୁ ଲେଖୁଛନ୍ତି। ଆଉ ସେ 2 ପର୍ବକୁ ଦେଖନ୍ତୁ ଯଦି ଆପଣ ଆରମ୍ଭ କରୁଛନ୍ତି ଅତଏବ ବୋଲିକି, ଅର୍ଥାତ୍ ତା ପୂର୍ବରୁ ସେ କିଛି କହି ସାରିଛନ୍ତି। ଆଉ ଯଦି ଆପଣ ମାନେ 1 ପର୍ବ ଦେଖିବେ ତାହେଲେ ସେ ସେଠି ବର୍ଣ୍ଣନା କରୁଛନ୍ତି ସବୁ ବିଷୟ। ଆଉ ସେ କହୁଛନ୍ତି କଣ ଯେ ମୋ ପାଇଁ ବଞ୍ଚିବା ଖ୍ରୀଷ୍ଟ ଏବଂ ମରିବା ଖ୍ରୀଷ୍ଟ। ଆଉ ସେଠି ସେ ସବୁ ବିଷୟ ଲେଖୁଛନ୍ତି ଆଉ କ୍ଲୋଜ କରୁଛନ୍ତି 1 ପର୍ବକୁ ଯେ ଆମେ ଇଫ वी आर कॉल्ड टू सफर, ସେ କହୁଛନ୍ତି କି ଆମମାନଙ୍କୁ କ୍ଲେଶ ଭୋଗ କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି। वी आर हियर टू सफर इन दिस वर्ल्ड। ଅତଏବ ତାପରେ ସେ କହୁଛନ୍ତି ଯେ କଣ ଆମେ ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ ଅଛୁ ତାହେଲେ ସେ ଲେଖୁଛନ୍ତି କି ଆମକୁ ଉତ୍ସାହ ଅଛି, ସ୍ନେହପୂର୍ଣ୍ଣ ସାନ୍ତ୍ୱନା ଅଛି, ଆଉ ଆତ୍ମାଙ୍କର କୌଣସି ସହଭାଗିତା ଅଛି, ଆଉ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଅଛି। ଅର୍ଥାତ୍ ଆମେ ଯଦି ଖ୍ରୀଷ୍ଟଙ୍କୁ ପାଇଛୁ ଆମ ପାଖରେ ଏ ସବୁ ଅଛି। ତାପରେ ସେ କହୁଛନ୍ତି ଯଦି ଅଛି ତାହେଲେ ତୁମେ ମାନେ ଏକମନା ହୁଅ, ଏକ ପ୍ରେମରେ ପ୍ରେମୀ ହୁଅ, ଆଉ ଏକଚିତ ହୁଅ, ଏକ ଭାବପନ୍ନ ହୋଇକି ମୋହର ଆନନ୍ଦ ପୂର୍ଣ୍ଣ କର। ସୋ ଇଟ୍ସ ଏ କଲ୍ ଫର ୟୁନିଟି। ଏଠି ଆମେ ଦେଖିପାରୁଛୁ ଯେ ଗୋଟେ ୟୁନିଟି, ଏକତାର ଏକ ଆହ୍ୱାନ ଆମେ ଦେଖିପାରୁଛୁ ପାଉଲ ଯାହାକୁ ଏଠି କହୁଛନ୍ତି। ସୋ ଆଜିର ଚ୍ୟାଲେଞ୍ଜ ପ୍ରିୟମାନେ, ମଣ୍ଡଳୀରେ ହଉ କି ପରିବାରରେ ହଉ, କାର୍ଯ୍ୟକ୍ଷେତ୍ରରେ ହଉ, ଦ ଗ୍ରେଟେଷ୍ଟ ଚ୍ୟାଲେଞ୍ଜ ଇଜ କଣ? ଏକ ମନା ହେଇପାରୁନାହୁଁ, ଏକ ପ୍ରେମରେ ପ୍ରେମୀ ହେଇପାରୁନାହୁଁ, ଏକ ଚିତ ହେଇପାରୁନାହୁଁ, କି ଏକ ଭାବାପନ୍ନ ହେଇପାରୁନାହୁଁ, ଯଦ୍ୱାରା ଆନନ୍ଦ ପରିପୂର୍ଣ୍ଣ ହଉନାହିଁ। ସୋ ଇଟ୍ସ ଏ ରିଏଲି ଏ ଚ୍ୟାଲେଞ୍ଜ। ଆଜିର ମଣ୍ଡଳୀରେ ଏକତା ନାହିଁ, ପରିବାର ଭିତରେ ସ୍ୱାମୀ ସ୍ତ୍ରୀ, ଭାଇ ଭଉଣୀ, ପୁଅ ବାପା ପୁଅ, ବାପ ଝିଅ, ଶାଶୁ ବୋହୂ ଭିତରେ ଏକତା ନାହିଁ, ଏକ ମନ ନାହିଁ, ଏକ ଚିତ ନାହିଁ। we are being divided and divided and divided। ଆମେ ଭାଗ ଭାଗ ହେବା ବିଷୟ ଆଜିର ସମାଜରେ ଦେଖୁଛୁ, ଆଜିର ମଣ୍ଡଳରେ ଦେଖୁଛୁ, ଆଉ ଆଜିର ପରିବାର ଦେଖୁଛୁ। ୟୁନିଟି ଇଜ ରିଏଲି ଏ ବିଗ ଚ୍ୟାଲେଞ୍ଜ। ଆଜିର ମଣ୍ଡଳୀ ହଉ, ସମାଜ ହଉ, ପରିବାରରେ ଏକ ମନା ହବା, ଏକଚିତ ହବା, ମାନେ ଏକ ପ୍ରେମରେ, ଏକ ପ୍ରାଣରେ ମିଶିକି ଆମେ କାମ କରିବା, ରହିବା has become a great challenge। ଗୋଟେ ବହୁତ ବଡ ଆହ୍ୱାନ ହେଇଛି। ଆଉ ସେଇଟା ପାଉଲ ସେ ଆମକୁ ଆହ୍ୱାନ କରୁଛନ୍ତି ଯେ ଆମେ ଏକ ମନା ହବା, ଏକଚିତ ହବା। ମୁଁ ପ୍ରଶ୍ନ ମନେ ମନେ କରୁଥିଲି ଯେ ଏକ ମନା ହେବା ପଛରେ ବା ଏକଚିତ କାହିଁକି ଆମେ ହେଇପାରୁନୁ? What is the problem? ସମସ୍ୟାଟା କୋଉଠି ରହୁଛି?
आमे डिवाइडेड आका होछु भांगी भांगी जाउछु पृथक हे जाउछु हां आमे अलगा ही जाउछु आमे आमे छाड़ी छाड़ी की जाउछु आमे परस्पर को छाड़ी जाउछु वी आर नॉट बीइंग एबल टू आमे आमे सक्षम होना समस्त मिसिबा एक मना हवा गोटे जगह रहिबा सो व्हाट इज द प्रॉब्लम सबुठु बड़ प्रश्न जे व्हाट डिस्ट्रॉयज यूनिटी अमंग बिलीवर्स विशेषकर विश्वासी मानक मध्य को विषय जहाँकि आम मानकर ये जो एकता को भांगी दिए सेटा कौन आई पारे जहाँकि से लिखुंट तीन पदरे से लिखुंट ये दीटा विषय पाउल ये लिखुंट गोटे है फर्स्ट जिनस जहाँकि आम मानकर यूनिटी को भांगे बा एकता को भांगे सेटा हूँ प्रथम विषय हूँ स्वार्थपरता आउ गोटे हूँ असार गर्व दीटा विषय पाउल ये लिखती गोटे है स्वार्थपरता सेल्फिश एम्बिशन आउ गोटे हूँ आमर जोटा कि असार गर्व माने सेल्फ प्राइड जोटा आम कहू बस असार गर्व कथा सो आप जदि भल कि चिंता करेंगे निजक भी प्रश्न करेंगे व्हाट आई एम डूइंग मु जहाँ भी करुच्ची कौन ता पछरे किसी स्वार्थपरता रही कि सीकिंग पर्सनल ग्लोरी सेल्फिश एम्बिशन होची कौन सीकिंग पर्सनल ग्लोरी आमे आमनकर व्यक्तिगत गौरव पाई बा आमनकर सेल्फ प्राइड पाई सेल्फ इंपोर्टेंस पाई आमे काम करि थाउ बा जे कोनोसी जगह आमे निजको संपृक्त करि थाउ एटा होची बहुत बड़ विपद आम पा कि स्वार्थपरता मो निचर आत्म बड़ीमा आत्मगर्व आप जो भी देखते आजिकल पीपुल आर बिजी इन दिस लोक माने समस्ते व्यस्त अच्छा जे कौन पाई सेल्फ ग्लोरी पाई गत थर भी आलोचना आम करूँ से विषय अल्प किसी आपी समस्त विषय आम करुचु कौन पाई फॉर सेल्फ ग्लोरी लोक मत देखु लोक मत प्रशंसा करतु लोक माने मते ही माने से माने उच्चर रखतु आउ मोर मु 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 ऑलवेज इट इज मी मु देखा दिबा दरकार मु कली मो द्वारा हला मु ही इंपोर्टेंट मु ही गुरुत्वपूर्ण लोक मोर कथा चलेबा दरकार इट इज ऑलवेज मी इट इज ऑलवेज मी किंतु आज पाउला मन को कहउचंती कि इंस्टेड ऑफ दैट मी एंड मी कि मोर गर्व मोर गौरव मोर बड़ीमा मोर मोर मु ही देखा दिबा मु ही सब किछि इंस्टेड ऑफ सीकिंग दिस मी एंड मी स्वार्थपरता असार गर्व न हेकी किछि न करिकी से कहंती नम्र चित्त होइकी प्रत्येक अन्य को आपन ठारू श्रेष्ठ मने करू बा मने कर दिस इज द सीक्रेट ऑफ द यूनिटी इन फैमिली इन चर्च स्वामी कहउची मु बड़ स्त्री कहउची मु बड़ स्वामी कहउचंती मु अधिका जानिची स्त्री कहउचंती तुम किछि जानिनो मु जानिची पुओ कहउची बाबा तुम किछि जानिनो बाबा कहउचंती तू कोन जानछु मु तो अधिका जाने सो इट इज ऑलवेज ए कॉन्फ्लिक्ट ऑलवेज ए कॉन्फ्लिक्ट कि मु बड़ मु अधिका जानिची आउ मु हकदार मु पाइबा दरकार योग्य मु से पोजिशन रे रहबा दरकार मु से जगह को जीवा दरकार मु सेटा इट इज ऑलवेज थिंकिंग मी बेटर देन अदर्स सब बेले लागे कि मु ही समस्त को भल मु समस्त को ज्ञानी मु समस्त को धनी मु ही कि सब किछि करि पारुछि आई एम मच मोर टैलेंटेड देन अदर्स मु अन्य मानक भल प्रचार करुछि मु अन्य मानक भल गीत गाउछि मु अन्य मानक ठारू भल प्रार्थना करुछि मु दिस आर द स्पिरिचुअल कंपैरिजन्स राइट कि मु अन्य मानक ठारू फार बेटर मो मंडली रे मु बहुत भल मो मंडली रे सो इट इज आई ऑलवेज थिंक अबाउट मी इट इज ऑल अबाउट माय सेल्फ प्राइड एंड सेल्फ ग्लोरी आत्म बड़ीमा जोटा आम असार गर्व आ स्वार्थपरता हेतु किछि कर नाही जदि किछि करूची एवं ता पछरे जदि मोर स्वार्थपरता रहिछि एवं इफ आई एम डूइंग इट फॉर माय ओन ग्लोरी मोर निचर गौरव पाई और सार गर्व पाई करूची
ताले पाउलो कहउछन ताले किछि करो नाही, यू डोंट डू एनीथिंग, नो नीड टू डू। से कहउछन नम्र चित्त होई प्रत्येक अन्य को अपन ठारू श्रेष्ठ मन करो, टू बी हम्बल। अर्थ आम कौन करवा दरकार, आई मस्ट वैल्यू अदर्स एबव माई सेल्फ। जे मु किछि नुह, मु किछि जानिनी, किंतु आज वर्ल्ड सेटा शिक्षा दिए ना। आपण जदि कहबे कि मु भल नुहे, मु ठीक नुह, मु किछि जानिनी, आई एम नॉट बेटर देन हिम, सेटा आज जगत आपन को अप्रूव करिवो नाही। जगत आमको शिक्षा दिए टू प्रूव योरसेल्फ वर्दी। कौन कि तुम्हें सबू जानिଛ, तुम्हें सबुठू श्रेष्ठ, तुमको सबू जना, तुम्हें बहुत टैलेंटेड। किंतु ईश्वर वाक्य दिए नो 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 नो, आई एम नथिंग, मु किछि नुह, मु अन्य मानक ठारू नम्रचित होई और प्रत्येक कौन निज प्रत्येक अन्य को अपना ठारू श्रेष्ठ मने करू। आई नीड टू वैल्यू अदर्स। मु अन्य मानक अधिक श्रेष्ठ मने करिबा पाई ईश्वर वाक्य मते आह्वान करुछि। प्रति जन केवल अपना विषय मनोयोगी न होई अन्यर विषय मध्य मनोयोगी हो। डू आई थिंक अबाउट माई सेल्फ और डू आई केयर फॉर अदर्स इंटरेस्ट? ना मोर इंटरेस्ट, मोर जदि लक्ष्य हासिल होछि खाली मोर लक्ष्य कथा मु चिंता करिवि, मु मोर कंफर्ट, मोर आराम विषय चिंता करिवि, मोर डू आई थिंक ऑलवेज मोर सब उत्तमता विषय मोर किछि लाभ होछि कि मोर कोन होछि कि, और डू आई केयर फॉर अदर्स? मु अन्य मानकर विषय भी चिंता करे, अन्य मानकर आग्रह विषय चिंता करे। दैट्स ह्यूमिलिटी। नम्रता होछि कि कोन, इट इज नॉट थिंकिंग लेस ऑफ योरसेल्फ। सेंति नुह कि आपण निजको एकदम मु बहुत खराब, मु बहुत हीन सेंति भाबिबाटा नम्रता नुह। किंतु इट्स नॉट अ वीकनेस एक्चुअली कि थिंकिंग लेस ऑफ योरसेल्फ सेटा ह्यूमिलिटी नुह, किंतु थिंकिंग ऑफ योरसेल्फ लेस सेटा होछि ह्यूमिलिटी। थिंकिंग लेस ऑफ योरसेल्फ, निज विषय कम पूरा एकदम सबको हीन भाविबा, नीच भाविबा, सेटा नुह ह्यूमिलिटी। बट थिंकिंग ऑफ योरसेल्फ लेस, ह्यूमिलिटी होछि कोन कि मु निज विषय मु कम चिंता करिवि किंतु अन्य मानक विषय अधिक चिंता करिवि। मु निज को सब बेले आगे नेबा पई चेष्टा करिवि नै, किंतु मु चाहिबि कि अन्य माने आगु को जातु, अन्य माने आगु को बढ़ंतु। मु पाई जीवी, मु ग्राब करिवि, मु सब माने माने पूरा रामपुड़ी के सब नहीं जीवी आ मु सब किछि। अर्थात आज वर्ल्ड जहाँ शिक्षा दोछ कि ग्राब एवरीथिंग व्हाट एवर यू वांट। भोजी होची मु आगो प्लेट धरदेवी, कोठी कोन जदि किछि कार्यक्रम होची मु आगो चेयर पकई बस पड़ी, मु आगो बाड़ी की खाई देवी। वेरी छोट छोट विषय गुड़ाक मु आगो जाइकी गोटे बढ़िया जगह देखिकी मु मो पाई रिजर्व कर देवी। डू आई थिंक फॉर माई कंफर्ट, माई सेल्फ, माने मोर निजर फायदा कथा ना मु चिंता करे अन्य माने भलो जगह पातु, अन्य माने आगो खातु, तापर मु खाइबी, अन्य माने आगो पातु, अन्य माने दिस इज द क्रिश्चियन टीचिंग, दिस इज द बिब्लिकल टीचिंग। इट इज ऑलवेज नॉट मी बट अदर्स। एटा होची ह्यूमिलिटी कि अन्य माने समस्ते आगो को बढ़ंतु, अन्य माने पातु, अन्य मान को सुजोग मिलू, अन्य मान को मु प्रथम प्राधान्यता अन्य मान को दे। डू आई थिंक फॉर अदर्स और डू आई थिंक फॉर माई सेल्फ? एटा होची नम्रता। कि नम्रतार अर्थ होची थिंकिंग ऑफ योरसेल्फ लेस। आमे निज विषय रे आमे निजको कम, निजर फायदा निजर लाभ पे आमे कम भाबिबा, चिंता करिबा। बट आई शुड ऑलवेज बी थिंकिंग, a Christian must always think for others, a Christian must always be for others। यदि मु ख्रीष्टियन को पाई जने ख्रीष्टियन अटे ताले मु मो विषय के चिंता करिवि नाही, बट आई विल ऑलवेज थिंक फॉर अदर्स। मु जहां भी करिवि सेतेबेले मु मो मन भितरे आसीबा दरकार, हाउ इज इट हेल्पिंग अदर्स? यह अन्य मान को कि प्रकार लाभवान करे, यह अन्य मान को कि प्रकार सहायता करिवो,
ଏହା ଅନ୍ୟମାନଙ୍କୁ କି ପ୍ରକାର ଆଗକୁ ବଢିବାରେ ସାହାଯ୍ୟ କରିବ। ଇନଷ୍ଟେଡ ଅଫ ଥିଙ୍କିଂ अबाउट मी कि ମୁଁ ହିଁ ଏଟା କରିବି, ମୁଁ ହିଁ ଏଟା କରିବି, ମୋ ଦ୍ୱାରା ଏଟା ହବ। ପ୍ରିୟ ମାନେ ଏଇଟା ହିଁ ଡିଭାଇଡ କରୁଛି। নম্রতার যদি ଆମର ନାହିଁ ପରିବାର ଭାଙ୍ଗିବ, ମଣ୍ଡଳୀ ଭାଙ୍ଗିବ। ଯେ ପର୍ଯ୍ୟନ୍ତ ମୁଁ ଏ ଆୟଟା ଯେତେବେଳେ ଠିଆ ହେଇକି ରହିବ, ନିଜକୁ ନମ୍ର କରିବ ନାହିଁ, ତାହେଲେ ସେ ପର୍ଯ୍ୟନ୍ତ ଆମର ଏକତା ଏକ ମନା ହେବା, ଏକ ପ୍ରେମରେ ପ୍ରେମୀ ହେବା, that will become a very challenging, ଯାହାକି ଆଜିର ପରିବାରରେ ଆଉ ଆଜିର ମଣ୍ଡଳୀରେ ସମାଜରେ ଆମେ ଦେଖୁଛୁ। ସବୁ ଜାଗାରେ ଭାଗ 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 ଭାଗ। ଆଜି ପରିବାର ଭାଙ୍ଗି ଯାଉଛି, ଆଜି ପୁଅ ଝିଅ ଅଲଗା ହେଇଯାଉଛନ୍ତି ବାପା ମାଠୁ, ଆଜି ପୁଅ ବୋହୂ ଅଲଗା ହେଇଯାଉଛନ୍ତି ପରିବାରରେ। They are not able to stay together in one roof, in one place. They are not able to share the same love and affection. ସେମାନେ ପ୍ରେମରେ ସ୍ନେହରେ ରହିବାଟା becomes a challenge. କେହି ମଣ୍ଡଳୀରେ ଦେଖୁଛୁ ଆମେ ଭାଗ ଭାଗ ହେଇଯାଉଛନ୍ତି। there are groupism in the church. ଗୋଟେ ଦଳ ଏପଟେ, ଗୋଟେ ଦଳ ସେପଟେ। କଣ ପାଇଁ? ଏ ସବୁର ପଛରେ ରହୁଛି we are not able to humble ourselves. ଆମେ ନିଜକୁ ନମ୍ର କରିବାରେ ବିଫଳ ହେଇଛୁ। we have always think about our pride, our ego, କି ମୋର କଥା କହିବାର ଅଛି, ମୁଁ ହିଁ କହିବାର ଅଛି, ମୋର ଦ୍ୱାରା ଏଟା ହବ ନା, ମୁଁ ଏଟା କଲି, ମୁଁ ସେଟା କଲି, ମୋର ହିଁ ସବୁ। it is always I keep myself high. କିନ୍ତୁ ପାଉଲ ଆମମାନଙ୍କୁ ଶିକ୍ଷା ଦିଅନ୍ତି, ଆଉ ସେ ଆମମାନଙ୍କର ରୋଲ ମଡେଲ 5 ପଦରେ କୁହନ୍ତି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମମାନଙ୍କର ସେଇପରି ମନ ହଉ। ସେ କହନ୍ତି ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା। ମନ ମାନେ କଣ? ମନର ଅର୍ଥ ହଉଛି ମାଇଣ୍ଡ ମିନ୍ସ ତାଙ୍କର ଯୋଉ ପ୍ରକାର ଚିନ୍ତାଧାରା ଥିଲା, ଯୀଶୁ ଖ୍ରୀଷ୍ଟଙ୍କର ଚିନ୍ତାଧାରା ଯୋଉ ପ୍ରକାର ଥିଲା, ତାଙ୍କର ଏଟିଟ୍ୟୁଡ ଥିଙ୍କିଂ ପ୍ୟାଟର୍ନ କି ତାଙ୍କର ଯୋଉ ମାନେ ଚିନ୍ତା କରିବାର ଯୋଉ ପ୍ରକାର ମାନେ ଢାଞ୍ଚା ଥିଲା, ଯୀଶୁ ଖ୍ରୀଷ୍ଟ ମାନଙ୍କର ପାଇଁ ଗୋଟେ ରୋଲ ମଡେଲ ହବା ଦରକାର। ଆମେ କେବଳ ଯୀଶୁଙ୍କୁ ଗ୍ରହଣ କଲୁ ସେତିକିରେ ଆମର ଯଥେଷ୍ଟ ନୁହଁ, କିନ୍ତୁ ଆମେ ଯୀଶୁଙ୍କ ପରିକା ଜୀବନ କାଟିବା ତାହା ହଉଛି ଆମମାନଙ୍କର ପାଇଁ ଏକ ବହୁତ ବହୁତ ବଡ ଆହ୍ୱାନ। we need to be disciples of Lord Jesus Christ. ଆମେ ଯୀଶୁଙ୍କ ପରି ଜୀବନ କାଟିବାର ଆବଶ୍ୟକତା ରହିଛି। ଯୀଶୁ କି ପ୍ରକାର ତାଙ୍କର ମନ ଥିଲା, ସେଇ ପ୍ରକାର ଆମମାନଙ୍କର ମନର ଆବଶ୍ୟକତା ରହିଛି। ଆଜି ଆମେ ଯୀଶୁଙ୍କୁ ଗ୍ରହଣ କରିଛୁ ସତ, ଆମେ ଯୀଶୁଙ୍କର ସନ୍ତାନ ସତ, କିନ୍ତୁ ଆମମାନଙ୍କର ମନର ରୂପାନ୍ତରୀକରଣ ହେଇପାରୁନାହିଁ। the minds are not transformed, right? our lives are not transformed. କିନ୍ତୁ ପାଉଲ ଆମମାନଙ୍କୁ ଆହ୍ୱାନ କରୁଛନ୍ତି ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମମାନଙ୍କର ସେଇପରି ମନ ହଉ। ଖ୍ରୀଷ୍ଟ ଯୀଶୁଙ୍କର କେମିତି ମନ ଥିଲା, ତାପରେ ସେ 6, 7, 8ରେ କହୁଛନ୍ତି ସେ ଈଶ୍ୱର ରୂପୀ ହେଲେ କଣ କଲେ ନାହିଁ? 6, 7, 8ରେ ଲେଖା ଯାଉଛି ସେ ଈଶ୍ୱର ରୂପୀ ହେଲେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ। କିନ୍ତୁ କେମିତି ମନେ କଲେ? କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ ବୋଲି ଲେଖାଯାଏ। he emptied himself being a God. ଜଣେ ଈଶ୍ୱର ସେ ନିଜକୁ ଏତେ ଶୂନ୍ୟ କଲେ ଯେ ଆପଣ ଏବଂ ମୋ ଭଳି ଜଣେ ପାପୀ ମନୁଷ୍ୟ ମାନଙ୍କ ସହିତ ରହିବା ପାଇଁ ସେ ଇଚ୍ଛା କଲେ। what a great humility ଆମେ ଯୀଶୁଙ୍କ ପାଖରେ ଦେଖୁଛୁ। ଆଉ କେତେ ଦୂର ପର୍ଯ୍ୟନ୍ତ ନିଜକୁ ନମ୍ର କଲେ? 8 ପଦରେ ଲେଖା ଯାଉଛି କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜକୁ ନମ୍ର କଲେ, ଆପଣାକୁ ଅବନତ କଲେ ବୋଲି ଲେଖାଯାଇଛି। till the death of cross। ଗୋଟେ ଆଉ ସେ କୃଷ୍ୟ ମୃତ୍ୟୁ କେମିତି? ଗୋଟେ ଲଜ୍ଜାଜନକ ମୃତ୍ୟୁ, ଗୋଟେ ଅପମାନଜନକ ମୃତ୍ୟୁ। ସେ ପ୍ରକାର ମୃତ୍ୟୁ ପର୍ଯ୍ୟନ୍ତ ସୁଦ୍ଧା ସେ ନିଜକୁ ଅବନତ କଲେ। he humbled himself, he emptied himself। ଈଶ୍ୱର ରୂପୀ ହେଲେ ହିଁ ସେ ଈଶ୍ୱର ହେବା ପାଇଁ, ଈଶ୍ୱର ଭାବରେ ବଞ୍ଚିବା ପାଇଁ ସେମାନଙ୍କ ପାଖରେ ଇଚ୍ଛା କଲେ ନା। ଯୀଶୁଙ୍କର ସାଙ୍ଗମାନେ କେଉଁମାନେ ଥିଲେ? ପାପୀ ମାନେ ଥିଲେ। କୋଉ ପାପୀ ମାନେ? ସେଇ ପାପୀ ମାନେ ଯୋଉ ପାପୀ ମାନଙ୍କୁ ସେଇ ସମୟର ସମାଜ ଘୃଣା କରୁଥିଲା। ଟ୍ୟାକ୍ସ କଲେକ୍ଟର, କରଗ୍ରାହୀ, ବେଶ୍ୟା ସ୍ତ୍ରୀ ଲୋକ, ଏ ପ୍ରକାର କୁଷ୍ଠ ରୋଗୀ ମାନେ, ଯାହାକୁ ସମାଜ
ସମାଜରୁ ଅଲଗା କରିସାରିଥିଲା। ସମାଜ ଚ୍ୟୁତ ଲୋକମାନେ ସେମାନେ, ତାଙ୍କୁ ସମାଜରେ ଘୃଣା କରାଯାଉଥିଲା। ନୋବଡି କେୟାର୍ସ ଫର ଦେମ୍, ନୋବଡି ଲଭ୍ସ ଦେମ୍। ତାଙ୍କ ପାଖକୁ କେହି ଯାଆନ୍ତି ନାହିଁ, ତାଙ୍କ ପାଖରେ କେହି ଠିଆ ହୁଅନ୍ତିନି, ତାଙ୍କ ସହିତ କେହି ମିଶନ୍ତି ନାହିଁ, କଥା ହୁଅନ୍ତିନି। ଏ ପ୍ରକାର ଲୋକମାନଙ୍କ ନିକଟରେ ଯାଇକି ଯୀଶୁ ପହଞ୍ଚିଲେ। ଏଇ ଦେଖ ସେ ପାପୀ ମାନଙ୍କର ଘରକୁ ଯାଉଛନ୍ତି ବୋଲିକି ଯୀଶୁଙ୍କୁ ଅଭିଯୋଗ କରାଯାଉଛି। ବଟ୍ ହି ଚୋଜ୍ ଟୁ ବି ୱିଥ୍ ଦ ପିପଲ। କୋଉ ଲୋକମାନଙ୍କ ସହିତ? ଦରିଦ୍ର ଲୋକମାନଙ୍କ ସହିତ, ଗରିବ ଲୋକମାନଙ୍କ ସହିତ, ଯୋଉମାନଙ୍କୁ ସମାଜରୁ ମାନେ ତଳି ଦିଆଯାଇଛି, ଯୋଉମାନଙ୍କୁ ଘୃଣିତ ଲୋକମାନଙ୍କ ସହିତ। ହି ବିକେମ୍ ଫ୍ରେଣ୍ଡସ୍ ଅଫ୍ ଦେମ୍। ସେମାନଙ୍କର ସହିତ ସେ ରହିବା ପାଇଁ ଇଚ୍ଛା କଲେ। ହି ହମ୍ବଲ୍ଡ ହିମସେଲ୍ଫ। ସେ ସ୍ୱର୍ଗର ଈଶ୍ୱର, ସେ ଈଶ୍ୱର ରୂପୀ ହେଲେ ହେଁ, ଯଦିଓ ସେ ମନୁଷ୍ୟ ହେଲେ ଆଉ ନିଜକୁ ଈଶ୍ୱର ବୋଲି ପ୍ରମାଣିତ କଲେ, ତଥାପି ସେ ମନୁଷ୍ୟ ହେଇକି ରହିବା ପାଇଁ, ଗୋଟେ ସାଧାରଣ ମନୁଷ୍ୟ ମାନଙ୍କ ସହିତ ବସବାସ କରିବା ପାଇଁ ସେ ଇଚ୍ଛା କଲେ। ସୋ ହି ଇଜ ଆ ରୋଲ ମଡେଲ। ସେମାନଙ୍କର ରୋଲ ମଡେଲ। ସେ ନିଜକୁ ଏକଦମ ନିଚ କଲେ। ହି କୁଡ୍ ହାଭ୍ ବିନ୍ ଏ କିଙ୍ଗ, ହି କୁଡ୍ ହାଭ୍ ବିନ୍ ବର୍ନ ଆଜ୍ ଏ କିଙ୍ଗ। ସେ ଗୋଟେ ରାଜା ହେଇକି ହୁଏତ ଜନ୍ମ ହେଇପାରିଥାନ୍ତେ, ବିକଜ ଇଟ୍ସ ଗଡ୍ ଅଫ ଗଡ୍ସ। ସେ ମାନେ କିଙ୍ଗ ଅଫ କିଙ୍ଗସ, ସେ ରାଜା ମାନଙ୍କର ରାଜା। ସେ ହୁଏତ ପୃଥିବୀରେ ରାଜା ହେଇକି ଜନ୍ମ ହେଇପାରିଥାନ୍ତେ, ବଟ୍ ହି ବିକମ୍ ଏ ଭେରି, ହି ୱାଣ୍ଟେଡ୍ ଟୁ ବି ଭେରି ପୁଅର। ସେ ନିଜକୁ ହି ଇଣ୍ଟିଗ୍ରେଟେଡ ହିମସେଲ୍ଫ ୱିଥ୍ ଅ ପୁଅର ହ୍ୟୁମାନ୍ ବିଙ୍ଗ। ସେ ନିଜକୁ ସାମିଲ କରୁଛନ୍ତି ଦରିଦ୍ର, ଗରିବ, ପଛରେ ରହିଥିବା ଲୋକମାନଙ୍କ ସହିତ। ହାଉ ଇଜ ମାଇ ଆଟିଟ୍ୟୁଡ ଟୁଡେ? ଆଉ ମୁଁ କି ପ୍ରକାର ଚାହେଁ, ମୁଁ କେମିତିକା ଲୋକମାନଙ୍କ ସହିତ ମିଶିବାକୁ ଚାହେଁ, ମୁଁ କୋଉ ପୋଜିସନରେ ରହିବା ପାଇଁ ଚାହେଁ। ଡୁ ଆଇ ୱାଣ୍ଟ କି ମୁଁ ମଣ୍ଡଳୀରେ ଗୋଟେ କୋଣରେ ଠେଲି ହେଇକି ମାନେ ଗରିବ ଦୁଃଖୀ ଯୋଉମାନଙ୍କୁ କେହି ପଚାରନ୍ତିନି ସେମାନଙ୍କ ସହିତ ରହିବା ପାଇଁ ଚାହେଁ? ମୋ ସମାଜରେ ଯାଉ ଡୁ ଆଇ ରେକଗ୍ନାଇଜ ମାଇ ସେଲ୍ଫ ୱିଥ୍ ଦେମ୍, କି ମୁଁ ସେମାନଙ୍କର ସହିତରେ ମିଶିକି ରହିବା ପାଇଁ ଇଚ୍ଛା କରେ? ଡୁ ଆଇ ହମ୍ବଲ ମାଇ ସେଲ୍ଫ? ଏହା ଯୀଶୁ ଆମମାନଙ୍କ ପାଇଁ ଆଦର୍ଶ ସେ ସୃଷ୍ଟି କରିଛନ୍ତି। ପ୍ରିୟମାନେ, ସେ ଆମମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତି ଟୁ ବି ଭେରି ହମ୍ବଲ। କି ଏ ପ୍ରକାର ହମ୍ବଲ କି ମୃତ୍ୟୁ ପର୍ଯ୍ୟନ୍ତ, ଇଭେନ ଟିଲ୍ ଡେଥ୍, ମୃତ୍ୟୁ ଆସିବା ପର୍ଯ୍ୟନ୍ତ ନିଜକୁ ସେ ନମ୍ର କଲେ, ଅବନତ କଲେ। ଆଜି ଆମମାନଙ୍କର ପାଇଁ ଆହ୍ୱାନ। ଆଜି ପ୍ରଭୁ ମତେ ଗିଫ୍ଟ ଦେଇଛନ୍ତି। ମୁଁ ଟିକେ ଗୀତ ଗାଇ ଦଉଛି କି ମୁଁ ଭାବି ଦଉଛି କି ମୁଁ ସ୍ୱର୍ଗର ଏକଦମ ଦୂତ ଭଳିଆ, ଯାହାକି ଆରମ୍ଭ ହେଇଥିଲା ଲୁସିଫରର ପତନ ନା। So sometimes we think ki it is me that I am doing this and that and that. ନାଇଁ, କିନ୍ତୁ ଏହା ଈଶ୍ୱରଙ୍କର ଅନୁଗ୍ରହରେ, ଈଶ୍ୱରଙ୍କର ଦୟାରେ ମୁଁ ଯାହା ବି ଅଟେ ମୁଁ ତାହା ଅଟେ। I need to always recognize, ମୁଁ ସବୁବେଳେ ଏହା ନିଜକୁ ଚିହ୍ନଟ କରି ରଖିବା ଦରକାର କି I am a sinner, I was a sinner। ଈଶ୍ୱରଙ୍କର ଅନୁଗ୍ରହ ଏବଂ ଦୟା ମୋ ଉପରେ ହେଇଛି, ଆଉ ମୁଁ ଯାହା ବି ହେଇଛି ତାହା ଈଶ୍ୱରଙ୍କର ଦୟା ଓ ଅନୁଗ୍ରହରେ ହେଇଛି। ଆଉ I need to be always have the mind of Christ। ଖ୍ରୀଷ୍ଟଙ୍କର ମନ ମୋ ଠାରେ ରହିବା ଦରକାର। I need to always think of others। ମୁଁ ଅନ୍ୟମାନଙ୍କର ପାଇଁ think for others, ମୁଁ ଅନ୍ୟମାନଙ୍କର ପାଇଁ ଚିନ୍ତା କରିବା ଦରକାର। ମୋ ପାଇଁ ଚିନ୍ତା କରିବା ପରିବର୍ତ୍ତେ ମୁଁ ନମ୍ରତାର ସହିତ ମୁଁ ଯଦି ଅନ୍ୟମାନଙ୍କ ସହିତ ଚିନ୍ତା କରିବି, ଅନ୍ୟମାନଙ୍କ ପାଇଁ ଯଦି ଚିନ୍ତା କରିବି, ସୋ ଇଟ୍ ଇଜ ରିଏଲି ଆମମାନଙ୍କର ପାଇଁ ଗୋଟେ ବହୁତ ବଡ ଆହ୍ୱାନ ଅଛି ଯେ ମୁଁ ନିଜକୁ ନମ୍ର କରିବା ଦରକାର। I need to examine myself। ମୁଁ ନିଜକୁ ପରୀକ୍ଷା କରିବା ଦରକାର କି ଆଜି ମୋ ଭିତରେ ସେ ଗର୍ବ, ସେ ଅଭିମାନ ଏସବୁ ନାହିଁ ତ? ପ୍ରିୟମାନେ, ଜଣକୁ ଯଦି ଆପଣ ନାଁ ଧରିକି ଡାକିଦେବେ ତାକୁ ସଭାପତି କହିବେନି, ସେ ରାଗିଯିବ। He wants to recognize himself as president। তুমি ନାଁ ଧରିକି ଡାକିଦେଲ, ସଭାପତି କହିବ ନାହିଁ, କୋଷାଧ୍ୟକ୍ଷ କହିବ ନାହିଁ, ମତେ ତୁମେ ସେକ୍ରେଟାରୀ କହିବ ନାହିଁ। We want to be in the position ଯୋଉଠିକି I want to recognize myself। ମୁଁ ନିଜକୁ ନିଜେ ଗୋଟେ ପଦପଦବୀରେ, ସେଇ ଯୋଉ I am not happy with my name, but I will be happy with the surname। ମୋର ନାଁର ପୂର୍ବରେ ଆଉ ଗୋଟେ ନାଁ ରହିବା ଦରକାର। ଡକ୍ଟର, ସଭାପତି, କୋଷାଧ୍ୟକ୍ଷ, ସଚିବ, ସେକ୍ରେଟାରୀ, lot of titles we have added into our names। କଣ ପାଇଁ? I am not saying these are bad, କିନ୍ତୁ ସେଇଗୁଡାକ ମୋ ଜୀବନକୁ ନିୟନ୍ତ୍ରଣ ନ କରୁ, ମତେ ସେଇଗୁଡାକ ଆତ୍ମଗର୍ବ, ଆତ୍ମ ବଡିମା ଆଡକୁ କଢେଇ ନେଇକି ମୋର ପତନର କାରଣ ନ ହଉ। ବଟ୍ I need to humble myself always before God। କି ପ୍ରଭୁ, ତମେ ନିଜକୁ ଦାସ ସ୍ୱରୂପ କଲ। ଆଜି ମୁଁ ବି ଜଣେ ଦାସ ସ୍ୱରୂପ ନିଜକୁ ଯୀଶୁଙ୍କ ସଦୃଶ ନମ୍ରତାର ସହିତ ଚିନ୍ତା କରିବା ଦରକାର।
I am called to serve others. ମୁଁ ଅନ୍ୟମାନଙ୍କର ସେବା କରିବା ପାଇଁ ମୋତେ ଆହ୍ୱାନ ମିଳୁଛି। ଅନ୍ୟମାନଙ୍କର ଉପରେ ରହିକି ଶାସନ କରିବା ପାଇଁ ନୁହଁ, ବଟ୍ I need to be ସମସ୍ତଙ୍କ ତଳରେ ରହିକି ସମସ୍ତଙ୍କର ଠୁ ନିଚରେ ରହିକି ମୁଁ ସମସ୍ତଙ୍କର ସେବା କରିବାର ଆବଶ୍ୟକତା ରହିଛି। ଯଦି ଏ ପ୍ରକାର ମନୋଭାବ ଯଦି ଆମର ପ୍ରତ୍ୟେକଙ୍କର ହୁଏ କି ମୁଁ ଅନ୍ୟକୁ ମୋ ନିଜ ଠାରୁ ଶ୍ରେଷ୍ଠ ମନେ କରେ, ମୁଁ ଅନ୍ୟମାନଙ୍କୁ ପ୍ରଥମ ସୁଯୋଗ ଦିଏ, ମୁଁ ନିଜକୁ ପଛରେ ରଖିକି ଅନ୍ୟମାନେ ଆଗକୁ ଯାଆନ୍ତି ବୋଲି ଯଦି ଚିନ୍ତା କରେ, ମୁଁ ଯଦି ଚାହେଁ କି ଅନ୍ୟମାନଙ୍କର ସାହାଯ୍ୟ ସହଯୋଗ କରିବା ପାଇଁ ମୁଁ ଯଦି ସୁଯୋଗ ଖୋଜୁଥାଏ, ତାହେଲେ ଆମମାନଙ୍କର ପରିବାରରେ ଆମମାନଙ୍କର ମଣ୍ଡଳୀରେ ସେ ଏକ ମନା ଏକ ଚିତ ଏକ ପ୍ରେମ ଅର୍ଥାତ୍ ୟୁନିଟି can be established again। ଆଉ ଥରେ ସେ ଏକତା ଫେରି ଆସିବ ପ୍ରିୟମାନେ। ତ ସିକ୍ରେଟ କୋଉଠି ଅଛି ଏକତାର, ଆଉ ସେ ଏକତାର ରେଜଲ୍ଟ କଣ ଆମେ ଦେଖୁଥିଲୁ, ଆନନ୍ଦ ପରିପୂର୍ଣ୍ଣ ହବ। we are not happy today, we are not joyful today। ଆମର ସବୁ କିଛି ଅଛି କିନ୍ତୁ ଆନନ୍ଦ ହରେଇ ବସୁ କାହିଁକି? my family is being divided। ସ୍ୱାମୀ ସ୍ତ୍ରୀ ଅଲଗା, ପୁଅ ଝିଅ ଅଲଗା ହେଇଯାଇଛନ୍ତି, ପୁଅ ବୋହୂ ଅଲଗା ହେଇଯାଉଛନ୍ତି। we are being divided, we don't have the joy। ଆମ ଭିତରେ ସେ ଆନନ୍ଦ ଆଉ ନାହିଁ because we have been divided। ଆମର ସେ ଏକତା, ଏକ ମନ, ଏକ ଚିତ୍ତ, ଏକ ପ୍ରେମ ଆମ ଭିତରେ ଆମ ପରିବାରରେ ନାହିଁ। ଆଜି ଆମ ମଣ୍ଡଳୀ ଭିତରେ we have been divided, we are being divided, we are being divided। ଆମେ ଭାଗ ହେଇ ଯାଉଛୁ, ଛୋଟ ଦଳ ହେଇ ଯାଉଛୁ। we are being divided। ସେଇ ଆନନ୍ଦ ନାହିଁ, ସେଇ ପରିପୂର୍ଣ୍ଣତା ଆମମାନଙ୍କର ଭିତରେ ନାହିଁ, ସେ ଆନନ୍ଦର ପରିପୂର୍ଣ୍ଣତା ଆମମାନଙ୍କ ଭିତରେ ଅଭାବ ରହିଛି ପ୍ରିୟମାନେ। କଣ ପାଇଁ? ତାର ଗୋଟେ କାରଣ, ଆଉ କାହାକୁ ଦୋଷାରୋପ କରନ୍ତୁ ନାହିଁ, କାହାକୁ ଦୋଷୀ କରିବା ନାହିଁ। Can I blame myself? If my family is being divided, I am responsible। ଯଦି ମୋ ମଣ୍ଡଳୀ ଭାଙ୍ଗୁଛି, I am responsible। It is due to my ego, my self pride, my selfish ambitions। ମୋର ଆତ୍ମବଡ଼ିମା, ଆତ୍ମଗର୍ବ, ମୋର ସ୍ୱାର୍ଥପରତା ହେତୁ ଏଇଟା ହଉଛି। ମୋର ନମ୍ରତାର ମୋ ଜୀବନ ନାହିଁ। It is I who always wanted to rule। ମୁଁ ବଞ୍ଚିବା ପାଇଁ ଚେଷ୍ଟା କଲି ସବୁବେଳେ, ମୁଁ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିପାରିଲି ନାହିଁ। I never thought about my life partner। ମୁଁ ମୋର ସ୍ୱାମୀ ବିଷୟରେ ଚିନ୍ତା କରିନାହିଁ, ମୋର ସ୍ତ୍ରୀ ବିଷୟରେ ଚିନ୍ତା କରିପାରିନାହିଁ, ମୁଁ ମୋର ପୁଅ ଝିଅ ବିଷୟରେ ଚିନ୍ତା। It is I always thought about my ego, my pride, ମୋର ଆତ୍ମା ଗର୍ବ, ସ୍ୱାର୍ଥପରତା ହିଁ ମୂଳ କାରଣ। I have failed to humble myself। ମୁଁ ବିଫଳ ହେଇଛି ନିଜକୁ ନମ୍ର କରିବା ପାଇଁ। କିନ୍ତୁ ଯୀଶୁଙ୍କର ଉଦାହରଣ ଆଜି ଆମମାନଙ୍କୁ ଉତ୍ସାହିତ କରିବା ଦରକାର। being a God, he humbled in such a manner। ମହାନ ଈଶ୍ୱର ହେଲେ ସୁଦ୍ଧା ସେ ନମ୍ର କରିକି ମନୁଷ୍ୟ ଭାବରେ, ଦାସ ଭାବରେ, କୃଷ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜକୁ ନମ୍ର କରିଛନ୍ତି। ଆଉ ଆଜି ସେ ଆମମାନଙ୍କୁ ଆହ୍ୱାନ କରୁଛନ୍ତି, humble yourself, humble yourself। ଜଗତ ଆମକୁ ଉଲ୍ଟା ଶିକ୍ଷା ଦିଏ ଯେ ଯିଏ ନମ୍ର ହେଲା ସେ ଦୁର୍ବଳ, କିନ୍ତୁ ତାହା ଭୁଲ। ଯିଏ ନମ୍ର ହବ, 9-10 ପଦରେ ଲେଖା ଯାଉଛି, ଯେମିତି ଯୀଶୁଙ୍କୁ ସେ ଉନ୍ନତ କଲେ ଆଉ ସେ ଉନ୍ନତ ନାମ ଦେଲେ, ଆଜି ସେ ଆମମାନଙ୍କୁ ବି ଚାହାନ୍ତି ଯଦି নত ହବ ତାହେଲେ ତୁମକୁ ଉନ୍ନତ କରାଯିବ। If you humble yourself, God will exalt you। People may reject you। ଲୋକମାନେ ତ ହୀନସ୍ତା କରି ଯେମିତି ଆପଣଙ୍କୁ ଅପଦସ୍ଥ କରିଦେବେ, ଆପଣମାନଙ୍କୁ ମନ ଇଚ୍ଛା ଆପଣଙ୍କ ସହିତ ବ୍ୟବହାର କରିପାରନ୍ତି। People may not exalt you। କିନ୍ତୁ ଈଶ୍ୱରଙ୍କର ବାକ୍ୟ କହେ, in the due time God will exalt you। ଈଶ୍ୱର ତାଙ୍କ ସମୟରେ ଆପଣଙ୍କୁ ଉନ୍ନତ କରିବେ। ପ୍ରିୟମାନେ, ଆମେ କୋଉ ପ୍ରକାର ଉନ୍ନତ ଦେଖିବା ପାଇଁ ଚାହୁଁ? ଲୋକମାନଙ୍କର ଦ୍ଵାରା ନା ଈଶ୍ୱର ମତେ ଉନ୍ନତ କରନ୍ତୁ? ଆମେ ଯଦି ଚାହୁଁ କି ଈଶ୍ୱର ମତେ ଉନ୍ନତ କରନ୍ତୁ, then my priority should be କି I need to humble myself। ଆଉ କେମିତି ମୁଁ ନିଜକୁ ନମ୍ର କରିବି? କି I will think about myself less। ମୁଁ ନିଜ ବିଷୟରେ ଆଉ ଚିନ୍ତା କରିବା ବନ୍ଦ କରିବି, ମୁଁ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରିବି। ଛୋଟ ଛୋଟ କଥାରେ ମୁଁ ଅନ୍ୟମାନଙ୍କ ବିଷୟରେ ହିଁ ମୁଁ କଥା ହେବା ଦରକାର। I need to humble myself। ମୁଁ ନିଜକୁ ନମ୍ର କରିବା ଦରକାର କି ମୋର ସୁବିଧା ସୁଯୋଗ, ମୋର ଲାଭ, ମୋର କମ୍ଫର୍ଟ,
मोर प्रेस्टीज, मोर प्राइड, मोर पोजिशन, मोर इगो सब को मु कौन करी, तुच्छ करी, रिजेक्ट करी, नेग्लेक्ट करी। किंतु आज मु कौन चिंता करी कि मु नुह यदि परिवार में अन्य मानकर विषय मु चिंता करी, मु सुजोग खोजी अन्य मानकर सेवा मु केमती करी पारिबी। हाउ कैन आई सर्व अदर्स, हाउ कैन आई हेल्प अदर्स। मो जीवन केमती अन्य मानकर पाई उपयोगी हो पारिबो, मो जीवन केमती अन्य मानकर जीवन को उन्नत करबा पाई गोटे माध्यम हो पारिबो। मु क्षति रे रहिबी किंतु अन्य माने लाभ पांतु, मु तळ को जीवी अन्य माने ऊपर को उठंतु, मु खसी जीवी अन्य माने ऊपर को जातु। सो इट इज नॉट मी बट आई ऑलवेज विल थिंक फॉर अदर्स। प्रभु आमान को से प्रकार को मन दियंतु जे आमे नम्रतार सहित बाध्य हवा आ निजको दास स्वरूप समर्पण करवा। किंतु मन रखंतु टू बी हम्बल यू हैव टू सैक्रिफाइस। यदि नम्र हबार अच्छी तो ता सहित हमको कौन किसी बलिदान आवश्यकता अच्छी। जीशु नम्र हवा पाई तो जीशु को नम्र हवा पाई he left the heaven and he left every comfort everything सब आराम विषय गुड़ाक आनंदर विषय एते सुंदर स्वर्ग को छाड़ी जीशु ये पृथ्वी को पड़े आसले ने आ से रोल मॉडल होइछन्ते हम पई। आज वी नीड टू sacrifice our own comfort, own pleasure, own position and powers and एगुड़ा को हमको छाड़िबा को पड़िबो if you want to be humble। प्रिय मोर भाई और भौणी माने ईश्वर मते एवं आपण को यहाँ पाई साहाଯ୍य करंतु जदर आम माने कौन करि परिबा कि निजको नम्र ख्रीष्टंकर जने नम्र व्यक्ति भाव आम निजको कौन करवा गढ़ा निमंत प्रयास करवा। वी नीड टू यीशु ख्रीष्ट सदृश आम निजको गढ़ा। किंतु एमिति जय कहला जे शेष मु सरेवा चाहे कि जड़े बहुत मंडली रे नम्र लोक अच्छा समस्ते बहुत नम्र बोली कहती से मने मने कहले कि ए मंडली रे सबुठु नम्र लोक मु बोली। तो सी कहती से जे द मोमेंट व्हेन यू थिंक दैट यू आर हम्बल देन अदर्स दैट्स आल्सो प्राइड। सेटा भी गोटे गर्व हुए तो लोक मैंने आपन को नम्र बोली कहउचंती आउ आपण से नम्र लोक मु बोली कि निजे निजे जदि गर्वित होउचंती देन दैट इज आल्सो ए प्राइड एंड यू आर नॉट हम्बल। तो को प्रकार लोक माने मते हम्बल कहंतु बोली मु हम्बल हेबी नहीं। मोर कहबार उद्देश्य ताहा लेट नॉट पीपल रिकॉग्नाइज मी एज हम्बल मैन बट गॉड शुड रिकॉग्नाइज मी। ईश्वर मते चिन्हट करबा दरकार कि यस यू आर ए हम्बल मैन अर्थात मोर हृदय नम्र हबार आवश्यकता अछि। चाली चलन आचार व्यवहार पिंधा पिंधी रे मु निजको नम्र होय तो नम्र बोली कि देखि दे पारे। आई कैन प्रूव माय सेल्फ एज ए हम्बल मैन इन द फेलोशिप इन द फैमिली। किंतु मोर हृदय को ईश्वर देखति। आई नीड टू हम्बल माय हार्ट। मु अंतर सहित निजको नम्र करबा दरकार। आई नीड टू प्रैक्टिस इट। यह गोटे राति रे हुए नै गोटे दिन रे हुए नै इन एवरीडे एक्टिविटीज। मो घरे मो ऑफिस रे मो मार्केट रे गला बेले मो चल पेट्रोल पकाइला बेले मो रास्ता रे गला बेले आई नीड टू प्रैक्टिस द हम्बलनेस द ह्यूमिलिटी ना। मो ओवरटेक कर दे पेट्रोल टैंक रे के आगरो आस की पकाइ देला फॉर अ प्रैक्टिकल एग्जांपल मु कहूची त मु आगो आस तू केंति पकाइ दउ तू आगो केंति पळे जु हां मते काई तो ओवरटेक कर दउ। सो these are small matters in family, in marketplace, in job place, in church. So इस जगह गुड़ा करे consciously मु जिसुंकर मन सदृश मोर मन एबा विषय मु I need to practice humility in my heart। लोगों को दिखेबा पाई न किंतु in my heart I should be humble। और नम्रतार हृदय प्रभु मते दबा पाए प्रार्थना करबा कि प्रभु मते प्रतिदिन तुम्हें नम्र करी करी गढ़ दैट आई विल ग्लोरीफाई योर नेम गॉड। तो तुमरी नामर गौरव हो प्रभु आ मोर नामर गौरव न हो प्रभु। हवा पाई हमन को सहायता करू तो प्रिय माने आज शास्त्रार्थ द्वारा प्रभु हमन को कथा कहउचंती कि द वर्ल्ड इज बीइंग डिवाइडेड, द चर्च इज बीइंग डिवाइडेड,
the family is being divided. ଆଉ ଈଶ୍ୱର ଆମକୁ କହୁଛନ୍ତି ଏ ଭାଙ୍ଗି ଯାଉଥିବା ଜଗତରେ ଏଇ ଭାଗ ଭାଗ ହଉଥିବା ଜଗତରେ ଈଶ୍ୱରଙ୍କର ଆହ୍ୱାନ ଆପଣଙ୍କ ପାଇଁ ମୋ ପାଇଁ ଆମେ ଏକ ଯୋଡ଼ିବାର ବ୍ୟକ୍ତି ହବା. We should be men and women who reconciles, ଯିଏକି ପୁନର୍ମିଳନ କରିବାର ଏକ ବ୍ୟକ୍ତି ହବା, ଶାନ୍ତି ସ୍ଥାପନ କରିବାର ଏକ ବ୍ୟକ୍ତି ହବା, ଏକତା ସ୍ଥାପନ କରିବାର ଏକ ବ୍ୟକ୍ତି ହବା. ଆମେ ଯୋଡ଼ିବା ଲୋକ ହବା, ଆମେ ଭାଙ୍ଗିବା ଲୋକ ହବାନି. Let us ask ourselves, ଆମେ ନିଜକୁ ପ୍ରଶ୍ନ କରିବା କି ମୋର ଦ୍ୱାରା ମୋ ପରିବାର ଯୋଡ଼ି ହେଉଛି ନା ଭାଙ୍ଗି ଯାଉଛି, ମୋ ଦ୍ୱାରା ମୋ ମଣ୍ଡଳୀ ଯୋଡ଼ି ହେଉଛି ନା ଭାଙ୍ଗି ଯାଉଛି, ମୋ ଦ୍ୱାରା ମୋର ୱାର୍କ ପ୍ଲେସରେ ମୁଁ ସମସ୍ତଙ୍କୁ ଯୋଡ଼ିକି ରଖିପାରୁଛି ନା ଭାଙ୍ଗି ଯାଉଛି, ମୋ ଦ୍ୱାରା ମୋ ସମାଜ ଯୋଡ଼ି ହେଉଛି ନା ଭାଙ୍ଗି ଯାଉଛି. ତାହାର ସିକ୍ରେଟ ଆମେ ଆଲୋଚନା କଲୁ ଯେ ଆମେ ନିଜକୁ ନମ୍ର କରିବା, ଅନ୍ୟମାନଙ୍କ ବିଷୟରେ ଆମେ ଅଧିକ ଚିନ୍ତା କରିବା, ଆଉ ଅନ୍ୟମାନଙ୍କ ପାଇଁ ବଞ୍ଚିବା, ଆଉ ଈଶ୍ୱରଙ୍କର ବାଧ୍ୟ ହେଇ ଆମେ ସବୁ କିଛି ସାକ୍ରିଫାଇସ୍ କରିକି ନିଜକୁ ନମ୍ର କରି ଗଢ଼ିବା ପାଇଁ, ଏକ ନମ୍ର ହୃଦୟରେ ଆମେ ବୃଦ୍ଧି ପାଇବା ପାଇଁ ଈଶ୍ୱରଙ୍କ ଠାରୁ ଆମେ ଶକ୍ତି ପ୍ରାପ୍ତ ହେବା ପାଇଁ ପ୍ରାର୍ଥନା କରିବା. So that God will be glorified through our lives. ଆଉ ଥରେ ଆମମାନଙ୍କର ପରିବାରରେ ସେ ଆନନ୍ଦ ଆସିବ, ମଣ୍ଡଳୀରେ ଆନନ୍ଦ ଆସିବ, ସେ ଏକ ମନ ଏକ ପ୍ରେମ ଏକ ଚିତ୍ତରେ ଆମେ ଈଶ୍ୱରଙ୍କର ସେବା କରିବା, ଈଶ୍ୱରଙ୍କର ଉପାସନା କରିବା, ଆରାଧନା କରିବା. ପ୍ରିୟମାନେ, ଈଶ୍ୱର ହେବା ପାଇଁ ଆମକୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ. ଆମେନ୍.